ଦେଢ଼ଶୁର କାହିଁକି ଭାଇ ବୋହୂକୁ ଛୁଏଁ ନାହିଁ? ବନ୍ଧୁଗଣ, ଘରେ ଘରେ ଭାଇ ବୋହୂମାନଙ୍କୁ ଦେଢ଼ଶୁର ଛୁଇଁବା ମନା ହୋଇଥାଏ। ଏପରି ପ୍ରଥା କେଉଁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ତେବେ ଏହି ନିୟମ କାହିଁକି ପ୍ରଚଳନ କରାଯାଇଥିଲା, ଏହି ସମ୍ପର୍କରେ ଜାଣିବା ପାଇଁ ଅନେକଙ୍କ ମନରେ ଆଗ୍ରହ ରହିଥାଏ। ତେଣୁ ଏଭଳି କିଛି ପ୍ରସଙ୍ଗ ଉପରେ ଏଠାରେ ବିସ୍ତୃତ ଭାବରେ ଆଲୋଚନା କରିବା। ଦେଢ଼ଶୁର କାହିଁକି ଭାଇ ବୋହୂକୁ ଛୁଏଁ ନାହିଁ, ଚାଲନ୍ତୁ ଏହି ବିଷୟରେ ଏଠାରେ ଜାଣିବା। ଦେଢ଼ଶୁରଙ୍କୁ ସମ୍ମାନ ଦେବା ଭାଇ ବୋହୂର କର୍ତ୍ତବ୍ୟ ଅଟେ। ସେଥିପାଇଁ ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଦେଢ଼ଶୁର ସାମ୍ନାରେ ପ୍ରତ୍ୟେକ ଭାଇ ବୋହୂ ନିଜ ମୁହଁକୁ ଘୋଡ଼ାଇ ରଖିଥାନ୍ତି। ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଏଭଳି କିଛି କଥାବସ୍ତୁକୁ ନେଇ ଅତି ସୁନ୍ଦର ଭାବେ ଆଲୋଚନା କରାଯାଇଛି। ଯେମିତି ଲକ୍ଷ୍ମୀ ପୁରାଣରେ ମାତା ଲକ୍ଷ୍ମୀଙ୍କ ବଡ଼ ଭାଇ ବଳଭଦ୍ରକୁ ଛୁଇଁ ନଥିଲେ, ସେହି ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁ ଘରେ ଭାଇ ବୋହୂମାନେ ନିଜ ଦେଢ଼ଶୁରକୁ ନ ଛୁଇଁବାର ପ୍ରଥା ପ୍ରଚଳିତ ହୋଇ ଆସୁଅଛି। ତେବେ କାହିଁକି ଏ ପ୍ରଥା ପ୍ରଚଳିତ ହୋଇ ଆସୁଛି? ଏହି ପ୍ରସଙ୍ଗଟି ତ୍ରେତୟା ଯୁଗ ସହ ସମ୍ପୃକ୍ତ ଏକ କାହାଣୀ ଅଟେ। ରାମାୟଣର ଲକ୍ଷ୍ମଣଙ୍କ ଚରିତ୍ର ସେବା ଆଦର୍ଶର ଚରିତ୍ର ଅଟେ। ବନବାସର ଅବଧି କାଳରେ ଲକ୍ଷ୍ମଣ କେବେ ବି ତାଙ୍କ ଭାଉଜଙ୍କ ମୁଖକୁ ଦର୍ଶନ କରିନଥିଲେ। ସେ ତାଙ୍କ ଭାଉଜଙ୍କ ପାଖେ ପାଖେ ରହୁଥିଲେ ମଧ୍ୟ ତାଙ୍କ ଭାଉଜଙ୍କୁ ସେ ନିଜ ଇଷ୍ଟଦେବୀର ସମ୍ମାନ ଦେଇ 14 ବର୍ଷ ବନବାସ ଜୀବନ ଯାପନ ଅତିବାହିତ କରିଥିଲେ। ସୀତା ମାତାଙ୍କ ଅଗ୍ନି ପରୀକ୍ଷା ସମୟରେ ବଡ଼ ଭାଇ ଶ୍ରୀରାମ ସାନ ଭଲ ଲକ୍ଷ୍ମଣଙ୍କୁ କହିଥିଲେ, ମୁଁ ଯଦି ବଡ଼ ଭାଇ ହୋଇଥାନ୍ତି ତେବେ ଏହି ଅନ୍ୟାୟ ବିରୁଦ୍ଧରେ ଅସ୍ତ୍ର ଧରିବାକୁ ପଛାଇ ନଥାନ୍ତି। ତେଣୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଦ୍ୱାପର ଯୁଗରେ ବଡ଼ ଭାଇ ହେବାର ବରଦାନ ଦେଇଥିଲେ। ରାମଚନ୍ଦ୍ର ଯେତେବେଳେ ଲକ୍ଷ୍ମଣଙ୍କୁ ଅନ୍ତଃସତ୍ତ୍ୱା ସୀତା ବଣ ମଧ୍ୟରେ ଛାଡ଼ି ଦେଇ ଆସିବାକୁ ଆଦେଶ ଦେଲେ, ଏହି ଆଦେଶ ବିରୁଦ୍ଧରେ ଲକ୍ଷ୍ମଣ ପ୍ରତିବାଦ କରି କହିଥିଲେ, ମୁଁ ଯଦି ବଡ଼ ଭାଇ ହୋଇଥାନ୍ତି ତୁମର ଏହି ଅନ୍ୟାୟ ଆଦେଶ ପାଳନ କରିବାକୁ ବାଧ୍ୟ ହୋଇନଥାନ୍ତି। ସେଥିପାଇଁ ଶ୍ରୀରାମଚନ୍ଦ୍ର କଳିଯୁଗରେ ଲକ୍ଷ୍ମଣଙ୍କୁ ବଡ଼ ଭାଇ ହେବାର ବରଦାନ ଦେଇଥିଲେ। ଅନ୍ତଃସତ୍ତ୍ୱା ସୀତାକୁ ଯେତେବେଳେ ଲକ୍ଷ୍ମଣ ଘନ ବଣ ମଧ୍ୟରେ ଛାଡ଼ିବାକୁ ଯାଇଥିଲେ, ସେତେବେଳେ ମାତା ସୀତା ଲକ୍ଷ୍ମଣଙ୍କୁ କହିଥିଲେ, ଲକ୍ଷ୍ମଣ, ତୁମ ଈପ୍ସିତ କଳ୍ପନାରୁ ତୁମର ବଡ଼ ଭାଇ ପୂରଣ କରିଛନ୍ତି। ତୁମେ କଳିଯୁଗରେ ବଡ଼ ଭାଇ ହୋଇ ଜନ୍ମ ହେଲେ ମୋର ଦେଢ଼ଶୁର ହେବ। ତ୍ରେତୟା ଯୁଗରେ ତୁମେ ସୀତାକୁ ଯେଉଁଭଳି ସମ୍ମାନ ଦେଇଛ, କଳିଯୁଗରେ ମୁଁ ମହାଲକ୍ଷ୍ମୀ ଭାଇ ତୁମର ସେହିଭଳି ସମ୍ମାନ କରିବି। ତୁମେ ସୀତାଙ୍କର ମୁଖ ଦର୍ଶନ କରିନାହଁ, ମୁଁ ମହାଲକ୍ଷ୍ମୀ ରୂପରେ ତୁମର ମୁଖକୁ ଦର୍ଶନ କରିବି ନାହିଁ। ଓଢ଼ଣା ଭିତରେ ମୁହଁକୁ ଲୁଚାଇ ଭାଇ ବୋହୂର ପରିଚୟ ପ୍ରଦାନ କରିବି। ସେହି ଜଗନ୍ନାଥ ସଂସ୍କୃତିକ ଅନୁଯାୟୀ ହିନ୍ଦୁ ଘରେ ଭାଇ ବୋହୂମାନଙ୍କୁ ନିଜ ଦେଢ଼ଶୁର ନ ଛୁଇଁବାର ପ୍ରଥା ପ୍ରଚଳିତ ହୋଇ ଆସୁଛି।